ଦିନେ ନାହିଁ କି କାଳେ ନାହିଁ, ଗହ୍ମା ପୁନେଇ କି ମାଇଁ ମାଇଁ। ପରମ୍ପରା ଅନୁସାରେ ଗହ୍ମା ପର୍ବ ଉପଲକ୍ଷେ ଓଡ଼ିଶାର ପଲ୍ଲୀ ଅଞ୍ଚଳରେ ଗ୍ରାମର ସେବାୟତମାନେ ଘରକୁ ଘର ବୁଲି ନଡ଼ିଆ ଚାଉଳ ଟଙ୍କା ପଇସା ଆଦାୟ କରିଥାନ୍ତି। ଗାଈ ଜଗୁଆଳ ଠାରୁ ଆରମ୍ଭ କରି କୋଠିଆ ବେଠିଆ, ନଦୀ ଘାଟ ନାଉରିଆ, ଧୋବା ଭଣ୍ଡାରୀ ଆଦି ଶ୍ରେଣୀର ଲୋକମାନେ ସେମାନଙ୍କ ସେବାର ପ୍ରତୀକ ସ୍ୱରୂପ ପ୍ରତ୍ୟେକ ଗୃହରୁ ଗୋଟିଏ ଲେଖାଏଁ ନଡ଼ିଆ ଚାଉଳ ବା ତା ବଦଳ ଟଙ୍କା ଆଦାୟ କରିବାର ବିଧି ପ୍ରଚଳିତ ରହିଛି। ଗ୍ରାମର ପୂଜାରୀ ମାଳି ଜ୍ୟୋତିଷମାନେ ସବର୍ଣ୍ଣମାନଙ୍କୁ ଫୁଲ ଚନ୍ଦନ ଦେଇ ଦକ୍ଷିଣା ଆଦାୟ କରନ୍ତି। ପରିଶେଷରେ ଗ୍ରାମର ପ୍ରତ୍ୟେକ ଅସବର୍ଣ୍ଣ ଜାତିର ଲୋକମାନେ ଗାଁର ଘରୁ ଘର ବୁଲି ପିଠା ମାଗଣା କରନ୍ତି। ପୂର୍ବେ ଗାଁ ଗହଳିରେ ଏପରି ପାଉଣା ଓ ମାଗଣାର ପରିମାଣ ଏତେ ମାତ୍ରାରେ ବୃଦ୍ଧି ପାଇଥିଲା ଯେ ଏଥିପାଇଁ ଗାଁ ଗହଳିରେ ଏକ ଢଗ ପ୍ରଚଳିତ ରହିଛି। ଦିନେ ନାହିଁ କି କାଳେ ନାହିଁ, ଗହ୍ମା ପୁନେଇ କି ମାଇଁ ମାଇଁ।